ଜୟ ଜଗନ୍ନାଥ ପିଲାମାନେ, ଚାଲନ୍ତୁ ଆଜି ଆମେ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ନିମନ୍ତେ 2025ରେ ପଢ଼ିଥିବା ଓଡ଼ିଆର କୋଶ୍ଚିନ୍ ପେପରକୁ ମାନେ ଡିସ୍କସନ୍ କରିବା। ମାନେ ଦେଖ, ଗୋଟେ ପିଲାଟା କେମିତି ଲେଖିଛି, ଆମେ କେମିତି ଲେଖିଲେ ଆମେ ଓଡ଼ିଆରେ 90+ ମାର୍କ ସ୍କୋର କରିପାରିବା ହେଲା ବା ଆଣିପାରିବା, ଆମେ ତା ଉପରେ ଆଜି ଆଲୋଚନା କରିବା। ଏଇଟା ଦେଖନ୍ତୁ, ଗୋଟେ ଅର୍ପିତା ଆଚାର୍ଯ୍ୟଙ୍କର କୋଶ୍ଚିନ୍ ପେପର। ସେ ଗଞ୍ଜାମ ଡିଷ୍ଟ୍ରିକ୍ଟରେ ଟପର ହୋଇଥିଲେ ଏବଂ 582 ମାର୍କ ରଖିଥିଲେ। ସମୁଦାୟ ପରସେଣ୍ଟେଜ୍ ଅଫ୍ ମାର୍କ ହେଉଛି 97% ରଖିଥିଲେ। ସେ ଦେଖିବା ଓଡ଼ିଆରେ କେମିତିକା ଆନ୍ସର୍ ଲେଖିଥିଲେ। ଆଉ ଆମେ ଏଇଥର କେମିତି ଲେଖିଲେ ଆମେ ଅଧିକା ମାର୍କ ଆଣିପାରିବା ପରୀକ୍ଷାରେ। ଆମେ ଏ ପ୍ରିଭିୟସ୍ ଇୟର୍ କୋଶ୍ଚିନ୍କୁ ଦେଖିବା, ଆଉ କେମିତି ସିଏ ଲେଖିଛି ଆମେ ସେହି ହିସାବରେ ଲେଖିବା। ତାଠୁ ବେଟର୍ କେମିତି ଲେଖିବା ଆମେ ଚେଷ୍ଟା କରିବା। ଆମେ ସେଥିପ୍ରତି ସଚେତନ ହୋଇକି ପରୀକ୍ଷାକୁ ଯିବା। 19 ତାରିଖ ଆମେ ଯିବା। ଚାଲନ୍ତୁ ତାହେଲେ ଡେରି ନ କରିକି ଆରମ୍ଭ କରିବା। କ୍ଲାସ୍ ଆରମ୍ଭ କରିବା ପୂର୍ବରୁ ଯେଉଁମାନେ ଚ୍ୟାନେଲରେ ନୂଆ ଅଛ, ଚ୍ୟାନେଲକୁ ଗୋଟେ ସବସ୍କ୍ରାଇବ୍ କରିଦିଅ, ଆଉ ସେସନ୍କୁ ଗୋଟେ ଲାଇକ୍ କରିଦିଅ। ଯାହାଫଳରେ ମୁଁ ଆଉ ଇଂଲିଶର ବି ପ୍ରିଭିୟସ୍ ଇୟର୍ କୋଶ୍ଚିନ୍ ନେଇକି ଆସିବି, ସାଂସ୍କ୍ରିଟ୍, ମ୍ୟାଥ୍ସ, ଜେନେରାଲ୍ ସାଇନ୍ସ, ସୋସିଆଲ୍ ସାଇନ୍ସ ସବୁର ନେଇକି ଆସିବି ହେଲା। ଚାଲନ୍ତୁ ତାହେଲେ ଡେରି ନ କରିକି ଆରମ୍ଭ କରିବା। ଦେଖନ୍ତୁ, ଏସେ କ'ଣ ପଡ଼ିଥିଲା ଆମର? ଋତୁଚକ୍ର। ମନେ ରଖନ୍ତୁ, ଆମର ଏସେ ପଡ଼ିଥିଲା ଋତୁଚକ୍ର, ଆଉ ପଡ଼ିଥିଲା ଭାରତର ସାଧାରଣ ନିର୍ବାଚନ, ଆମ ଓଡ଼ିଆ ସାହିତ୍ୟ। এই ତିନିଟା ପଡ଼ିଥିଲା ଏସେ। ତିନିଟା ଭିତରୁ ଆମକୁ ଯେକୌଣସି ଗୋଟେ ଲେଖିବା ପାଇଁ ପଡ଼ିବ 200 ଶବ୍ଦ ମଧ୍ୟରେ, ଯାହାର କି ଫୁଲ୍ ମାର୍କ ରହିବ କେତେ? 10 ମାର୍କ ରହିବ। ଦେଖନ୍ତୁ, ଯେଉଁମାନେ ଋତୁଚକ୍ର ଉପରେ ଲେଖିବା ପାଇଁ ଚାହୁଁଛ, ସେମାନେ ଫାଷ୍ଟ ଉପକ୍ରମ ଲେଖିବେ, ତାପରେ ପରିଚୟ ଲେଖିବେ, ତାପରେ ସମୟ ଲେଖିବେ, କେଉଁ ସମୟରେ କୃଷି କ'ଣ ହୁଏ, ଫୁଲ ଫଳ କ'ଣ ହୁଏ, ପର୍ବପର୍ବାଣି, ପ୍ରାକୃତିକ ଦୃଶ୍ୟ କେମିତି ଥାଏ ଗାଁର କିମ୍ବା ସେତେବେଳର ପ୍ରାକୃତିକ ଦୃଶ୍ୟ, ଆଉ ଧନଜୀବନ ଉପରେ ତା'ର ପ୍ରଭାବ କିପରି ପଡ଼ିଥାଏ, ଆଉ ଉପସଂହାର। ଏତିକି ପଏଣ୍ଟ ଲେଖିଲେ ଆମେ 10 ମାର୍କ ପାଇଯିବା ହେଲା। ଆଉ ତାପରେ ଭାରତର ସାଧାରଣ ନିର୍ବାଚନ ଯଦି ଲେଖିବା ପାଇଁ ଚାହୁଁଥିବେ, କ'ଣ କରିବେ ନା ଉପକ୍ରମ ଲେଖିବେ, ପଦ୍ଧତି ଲେଖିବେ, ପରିଚାଳନା ଲେଖିବେ, ପରିଣାମ ଲେଖିବେ, ଉପସଂହାର ଲେଖିବେ। ଏତିକି ଲେଖିବେ। ଆଉ ଆମ ଓଡ଼ିଆ ସାହିତ୍ୟ ଲେଖିବା ପାଇଁ ଚାହୁଁଥିଲେ ଉପକ୍ରମ, ଆଦିପର୍ବ, କ୍ରମ ବିକାଶ, ସମୃଦ୍ଧି, ଆଧୁନିକତା, ସାମାଜିକ ପ୍ରଭାବ ଓ ଉପସଂହାର ଲେଖିବା ପାଇଁ ପଡ଼ିବ। ଯଦି ଆମେ ଏହିସବୁ ପଏଣ୍ଟକୁ ଲେଖିକି ଯିବା, ହେଲେ କ'ଣ ଆମେ ଫୁଲ୍ ଟୁ ଫୁଲ୍ ମାର୍କ ଏସେରେ ଆମେ ଆଣିପାରିବା ବା ରଚନାରେ ଆମେ ଆଣିପାରିବା। ଦେଖନ୍ତୁ ତାହେଲେ, ଦେଖ ପିଲାଟା କେତେ ବଢ଼ିଆ ଆନ୍ସର୍ ଲେଖିଛି। ଋତୁଚକ୍ର। ଉପକ୍ରମ ଲେଖିଛି ଭାରତ ଜନନୀ ମହାନ, ଭାରତ ମାତା ବିଭିନ୍ନ ରୂପରେ ଆମକୁ ଆଶୀର୍ବାଦ ପ୍ରଦାନ କରିଥାନ୍ତି। ଏହି ଆଶୀର୍ବାଦ ଗୁଡ଼ିକ ମଧ୍ୟରୁ ଋତୁଚକ୍ର ଅନ୍ୟତମ। ଋତୁଚକ୍ର ଯୋଗୁଁ ଏହି ପୃଥିବୀରେ ଜୀବଜଗତର ସତ୍ତା ସମ୍ଭବ ହୋଇପାରିଛି। ଋତୁଚକ୍ରର ସମସ୍ତ 6ଟି ଋତୁ କେବଳ ଭାରତବର୍ଷରେ ଅନୁଭୂତ ହୁଏ। ଜଣେ କବିଙ୍କ ଭାଷାରେ, ରୂପ ନିରୂପମା 6 ଭଉଣୀ, ଗୋଟିଏ ଗରଭୁ ଜାତ, ମୃଦୁ ପାଦ ପତେ ଆସନ୍ତି ମରତେ, ଧରି ଆଣି ଆନ ହାତ। ଦେଖ କେତେ ବଢ଼ିଆ ସେ ଗୋଟେ ଲେଖିଛି। ଆଉ ଅକ୍ଷର ଦେଖ, ସମସ୍ତେ ଅକ୍ଷରକୁ ଭଲ ଭାବରେ ଆମେ ଲେଖିବା। ଦେଖନ୍ତୁ କେତେ କୋଳି ମଞ୍ଜି ଭଳିଆ ଅକ୍ଷର, ପୁରା ନିଟ୍ ଆଣ୍ଡ କ୍ଲିନ୍ ଅକ୍ଷର। ଗୋଟେ ମାନେ ପରୀକ୍ଷା ଯିଏ ଦେଖୁଥିବେ ଶିକ୍ଷକ ତମ ଖାତା, ସେ ନିହାତି ଏମାନଙ୍କର ଅକ୍ଷର ପାଇଁ ଇମ୍ପ୍ରେସନ୍ ହେଇଥିବେ, ଆଉ ମାର୍କ ମଧ୍ୟ ଦେଇଥିବେ। ଦେଖନ୍ତୁ କେତେ ବଢ଼ିଆ ଆନ୍ସର୍, ଆଉ କେତେ ସଠିକ୍ ଆନ୍ସର୍ ଦେଇଛନ୍ତି। ତୁମେମାନେ ମଧ୍ୟ ଏମିତି ଆନ୍ସର୍ ଲେଖିବା ପାଇଁ ଚେଷ୍ଟା କରିବ। ଦେଖ ପୁରା ନିଟ୍ ଆଣ୍ଡ କ୍ଲିନ୍ ଅକ୍ଷର, କେତେ ବଢ଼ିଆ ଅକ୍ଷର। ଦେଖ ପ୍ରାକୃତିକ ଦୃଶ୍ୟ, କେତେ ବଢ଼ିଆ ଦେଖ ପଏଣ୍ଟ କରିକି ଲେଖିଛନ୍ତି ହେଲା। ପ୍ରାକୃତିକ ଦୃଶ୍ୟ, ଉପସଂହାର ହେଲା, ଧନ ଜୀବନରେ ପ୍ରଭାବ, କେତେ ବଢ଼ିଆ ଲେଖିଛନ୍ତି। ଆଉ ଦେଖ ଗୋଟେ ମୂଳ କଥା ହେଲା, ଦେଖ ଇଏ ସବୁ ଯେତିକି ମାନେ ଗାର ଦେଇଥିଲା, ମାନେ ଯେତିକି ବି ଆମର ଏସେ ପାଇଁ ଗାର ଦେଇଥିଲା, ସବୁ ଗାରକୁ ଫିଲ୍ଅପ୍ କରିଛନ୍ତି। କେଉଁଠି ଟିକେ ହେଲେ ଗାରକୁ ଛାଡ଼ି ନାହାନ୍ତି, ସବୁ ଗାରକୁ ସେ ଲେଖିଛନ୍ତି ଆଉ ଫିଲ୍ଅପ୍ କରିଛନ୍ତି। ତୁମେମାନେ ମଧ୍ୟ ଏସେରେ ସମସ୍ତ ଗାରକୁ ଲେଖିବା ପାଇଁ କମ୍ପ୍ଲିଟ୍ କରିବା ପାଇଁ ଚେଷ୍ଟା କରିବ। ତାପରେ ଗୋଟେ ପଡ଼ିଥିଲା କ'ଣ, ଆମ ବହିରୁ ପଡ଼ିଥିଲା ମାତୃଭାଷାର ପ୍ରଚାର ଓ ପ୍ରସାର ପାଇଁ ପ୍ରାବନ୍ଧିକ ଯେଉଁ ଚିନ୍ତା ପ୍ରକଟ କରୁଛନ୍ତି, ତାହା ପଠିତ ପ୍ରବନ୍ଧ ଅବଲମ୍ବନରେ ବିଶ୍ଳେଷଣ କର ବା ବୋଲିକି ଆମର କର୍ମ ଯୋଜନା ସମ୍ପର୍କରେ ଆଲୋଚନା କର। ଏଟା ଆସିଛି ମାତୃଭାଷା ଓ ଲୋକଶିକ୍ଷାରୁ। କେଉଁଟା? ଏଇଟା ଆସିଛି ମାତୃଭାଷା ଲୋକଶିକ୍ଷା, ଏଇଟା ଆସିଛି ଜନ୍ମଭୂମିରୁ ହେଲା। ଏଇ ଆପଣଙ୍କ ଭିତରୁ ମାନେ ଯେଉଁଟା ଆପଣଙ୍କୁ ଆସିବ ସେଇଟା ଆପଣ ଲେଖିବେ ହେଲା। ଦେଖନ୍ତୁ ଏ କେତେ ବଢ଼ିଆ, ଦେଖନ୍ତୁ କେତେ ବଢ଼ିଆ। ଫାଷ୍ଟ ଟିକେ କବି ପରିଚୟ ଲେଖିଦେବେ, ଗୋଟେ ପାରାରେ କବି ପରିଚୟ ଲେଖିଦେବେ, ତାପରେ ଆମେ ଆନ୍ସର୍ ଆରମ୍ଭ କରିବେ। ଆନ୍ସର୍ ଆରମ୍ଭ କଲେ ଦେଖନ୍ତୁ ସେ କେତେ ବଢ଼ିଆ ଆନ୍ସର୍ ଲେଖିଛନ୍ତି ହେଲା। ଆନ୍ସର୍ ଲେଖିଛନ୍ତି ଦେଖ, ଏଇଟା ଆମର ଡାଇରେକ୍ଟ ବହିରୁ ଆସିଛି, କିନ୍ତୁ ଏଇଟା ବହିରୁ ନାହିଁ। ସମସ୍ତେ ମନେ ରଖିବେ, ସାହିତ୍ୟରେ ବହି ଭିତରୁ ପ୍ରାୟ କୋଶ୍ଚିନ୍ ଆସିବ ନାହିଁ, ମାନେ ପ୍ରଶ୍ନ ଉତ୍ତରୁ ଆସିବ ନାହିଁ। ବହି ଭିତରୁ ଡାଇରେକ୍ଟ କୋଶ୍ଚିନ୍ ପଚାରିବ। ଏଇଟା ବହି ଭିତରୁ ଆସିଛି, ଏଇଟା ପ୍ରଶ୍ନ ଉତ୍ତରୁ ଆସିଛି। ଉପରଟା ମାତୃଭାଷାର ପ୍ରଚାର ପ୍ରସାର ପାଇଁ ପ୍ରାବନ୍ଧିକ ଯେଉଁ ଚିନ୍ତା ପ୍ରକଟ କରୁଛନ୍ତି, ନହେଲେ ଆପଣ ମଧ୍ୟ ଚେକ୍ କରିପାରିବେ ମାତୃଭାଷା ଲୋକଶିକ୍ଷାରୁ ହେଲା। ଏଇଟା ଦେଖନ୍ତୁ, ଏଇଟା ଗୋଟେ ପଡ଼ିଥିଲା। ତାର ଦେଖନ୍ତୁ ଏଇଟା ରିପିଟ୍ ହେଇନପାରେ, ଏଇ କୋଶ୍ଚିନ୍ ରିପିଟ୍ ହେଇନପାରେ, ତଥାପି ମୁଁ କହୁଛି ଦେଖିଥାଅ କେମିତି ଆମେ ଆନ୍ସର୍ ଲେଖିବା। ମୁଁ ଏଇଟା ତୁମକୁ କହୁନି କି ଏଇଟା ରିଏଲ୍ କୋଶ୍ଚିନ୍ ବୋଲି। ଏଇଟା ଦେଖ କେମିତି ମାନେ ଆମେ ଆନ୍ସର୍ ଲେଖିଲେ ଆମେ ମାର୍କ ପାଇବା, 90%ର ଉପରକୁ ଆମେ କେମିତି ମାର୍କ ଆଣିପାରିବା ସାହିତ୍ୟରେ। ସେଇଥିପାଇଁ ମୁଁ ତୁମମାନଙ୍କୁ ଏଇ କୋଶ୍ଚିନ୍ଟା ଦେଖାଇବା ପାଇଁ ଚାହୁଁଛି। ଏଇଟା ଦେଖ, ଭୀମଙ୍କ ସିଂହନାଦ ରଡ଼ିର ଆବଶ୍ୟକତା ଓ ପରିଣାମ ସମ୍ପର୍କରେ ଲେଖ। କେତେ ବଢ଼ିଆ ଲେଖିଛନ୍ତି। ଓଡ଼ିଆ ଭାଷାର କାଳିଦାସ ରୂପେ ପରିଚିତ ସାରଳା ଦାସ ବିଭିନ୍ନ ରଚନା ଦ୍ୱାରା ଓଡ଼ିଆ ଭାଷା ସାହିତ୍ୟ ଜଗତକୁ ପରିପୃଷ୍ଟ କରିଛନ୍ତି। ତାଙ୍କର କବିତା ଭୀମଙ୍କ ସିଂହନାଦ ରଡ଼ି ଆମକୁ ବିଭିନ୍ନ ସମ୍ବାଦ ମିଳେ। ଏଠାରେ କବି ସାରଳା ଦାସ ଭୀମଙ୍କ ସିଂହନାଦ ପ୍ରାପ୍ତି ଓ ତାହାର
ବାଦନର ପ୍ରଭାବ ଅତ୍ୟନ୍ତ ସୁନ୍ଦର ଭାବେ ଚିତ୍ରିତ କରିଛନ୍ତି। ଦେଖ ଲେଖିଲେ, ତାପରେ ଲେଖିଲେ ଦେଖ ସେ ଯାହା ଯାହା କହିଥିଲା କ'ଣ କହିଥିଲା ଆବଶ୍ୟକତା ପରିମାଣ ଦେଖ ଆବଶ୍ୟକତା ଲେଖିଲେ, ତାପରେ ପରିଣାମ ଲେଖିଲେ। ଦେଖ ଏଠି ଏ ଦେଖ ସେ ଯାହା ଯାହା କହିଛି ପ୍ରଶ୍ନ ମାନେ ପ୍ରଶ୍ନ ଅନୁଯାୟୀ ଆମକୁ ଉତ୍ତର ଦେବାକୁ ହେବ। ଦେଖ କେତେ ବଢ଼ିଆ ଦେଇଛନ୍ତି ହେଲା। ଏଇଟା ଏତିକି ଆନ୍ସର୍ ଦେଖ ପୁରା ଯେତିକି ଗାର ଦେଇଥିଲେ ସବୁ ଗାରକୁ ସେ ଫିଲ୍ଅପ୍ କରିଛନ୍ତି। ଦେଖନ୍ତୁ ସେମିତି ତୁମେମାନେ ମଧ୍ୟ ସବୁ ଗାରକୁ ଫିଲ୍ଅପ୍ କରିବା ପାଇଁ ଚେଷ୍ଟା କରିବ। ଦେଖ ତାପରେ ଦେଖ 3 ନମ୍ବର ଦେଖ ଗୋଟେ ପାସେଜଟାଏ ଦେବ। କ'ଣ ଗୋଟେ ପାସେଜଟାଏ ଦେବ ଯାହାର କି 5ଟା କୋଶ୍ଚିନ୍ ଦେବ, ଗୋଟେ କୋଶ୍ଚିନ୍ 2 ମାର୍କ ଲେଖା। ଆଉ ଗୋଟେ ମନେ ରଖିବେ, ଆମେ ଡାଇରେକ୍ଟ ଯେଉଁ ଏଇଠି ଲେଖା ହେଇଛି ପାସେଜରେ, ଏଇ ପାସେଜରେ ଯେଉଁ ଲେଖା ହେଇଛି ତାହାକୁ ଆମେ ଏଇଠି ଆଣିକି ପୁରା ଟିପି ଦେବା ନାହିଁ ହେଲା। ଆମେ ଏଇଟାକୁ ବୁଝିବା ପାସେଜକୁ, ତାପରେ କୋଶ୍ଚିନ୍ ଅନୁଯାୟୀ ଆମେ ତା'ର ଉତ୍ତର ଲେଖିବା ଆମ ନିଜ ଭାଷାରେ ହେଲା। ନିଜ ଭାଷାରେ ଆମେ ଉତ୍ତର ଲେଖିବା ହେଲା। ଦେଖ କେତେ ବଢ଼ିଆ ଲେଖିଛି ପିଲାଟେ। ଦେଖ ସମାଜ ଏମିତି 5ଟା କୋଶ୍ଚିନ୍ ଦେବ, ତୁମେ ଏମିତି ଲେଖିବା ପାଇଁ ପଡ଼ିବ ହେଲା। ପୁରା ମାନେ ଆନ୍ସାର୍କୁ ଠିକ୍ ଭାବରେ ଆମେ ଲେଖିବା, ହେଲେ ଆମର କେହି ମାର୍କ ଗୋଟେ ମଧ୍ୟ କାଟିପାରିବେ ନାହିଁ। ତାପରେ ଦେଖ ଆମର ସରଳାର୍ଥ ପଡ଼ିଥିଲା, ମଣିଷକୁ ନ ବଦଳେଇ ପୁରୁଣା ସମାଜକୁ ଭାଙ୍ଗି ହେବ ନାହିଁ। ସରଳାର୍ଥ ଲେଖ। ନହେଲେ ଆଉ ଗୋଟେ ପଡ଼ିଥିଲା, ତାହାର ସୃଷ୍ଟି ଓ ଉନ୍ନତି ଇଚ୍ଛାକୃତ ନୁହେଁ, ତାହା ତ୍ୟାଗ ଓ ମାର୍ଗର ଏକତମ ସ୍ୱତଃସମ୍ମତ ଫଳ ମାତ୍ର ହେଲା। ଦେଖ କେତେ ବଢ଼ିଆ ସେ ଆନ୍ସାର୍ ଲେଖିଛନ୍ତି ଏଇ ହେଲା। ଦେଖ ତାପରେ ଦେଖ ଏଠି ଦେଖ ପୁରା ବଢ଼ିଆ ସେ ଅକ୍ଷର ଲେଖିବ। ଅକ୍ଷର ଏଇଠି ମେନ୍ ପଏଣ୍ଟ। ଦଶମରେ ଆମେ ଯେତେ ଭଲ ଅକ୍ଷର ଲେଖିପାରିବା ବୋର୍ଡ଼ରେ ହେଲା, ଆଉ ସବୁ କୋଶ୍ଚିନ୍ର ଆନ୍ସର୍ ଦେବା ପାଇଁ ଚେଷ୍ଟା କରିବା ହେଲା। ତାପରେ ଦେଖ ତାପରେ ପଡ଼ିଥିଲା, ସନ୍ଧାନୀ ତବ ସନ୍ଧାନୀ ପଥ କଣ୍ଟକ ଟେକେ ଶିର, ସମ୍ମୁଖ ତବ କୋହଳି ରଚଇ ମହ ମମତାର ନୀର, କିମ୍ବା ବୁକୁମ ଫୁଲାଏ ଆଖିମ ବୁଲାଏ ତବଣ ପକ୍ଷୀର ଡାକ, ସରଗ ଡାକିଲେ ମନ ବଳେ ନାହିଁ ଛାଡ଼ିବାକୁ ତୋର କାଖ ହେଲା। ଦେଖ ଇଏ ଲେଖିଲେ ଏଇଟା ସନ୍ଧାନୀ ତବ, ଏଇଟା ଯେଉଁ ଜାଗବନ୍ଦନ ହରାରୁ ଆସିଛି ଏଇଟାକୁ ସିଏ ଲେଖିଲେ, ଆଉ ବଢ଼ିଆ ସେ ଲେଖିଛନ୍ତି। ଦେଖ ପୁରା ଫିଲ୍ଅପ୍ କରିଛନ୍ତି। ଦେଖ ଫିଲ୍ଅପ୍ କରିଛନ୍ତି। ଏମିତି ତୁମେମାନେ ଲେଖିବ, କିଛି ଗାର କଟାକଟି କରିବ ନାହିଁ, ନିଟ୍ ଆଣ୍ଡ କ୍ଲିନ୍ ଭାବରେ ଆନ୍ସର୍କୁ ସମୟ ପରୀକ୍ଷାରେ ଲେଖିବ ହେଲା। ତାପରେ ଦେଖ କ'ଣ ପଡ଼ିଥିଲା, ପତ୍ର ଲିଖନ ପଡ଼ିଥିଲା। ଏକ ପର୍ଯ୍ୟଟନ ସ୍ଥଳୀର ଅନୁଭୂତି ବର୍ଣ୍ଣନା କରି ସାଙ୍ଗ ନିକଟକୁ ପତ୍ର ଲେଖ ହେଲା। କ'ଣ ସାଙ୍ଗ ନିକଟକୁ ପତ୍ର ଲେଖ। ନହେଲେ ଅରେ ଥିଲା, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀରେ ଯୋଗ ଦେବା ପାଇଁ ପରାମର୍ଶ ଦେଇ ବିଦ୍ୟାଳୟରେ ପଢ଼ୁଥିବା ସାନ ଭାଇ ପାଖକୁ ପତ୍ର ଲେଖ ହେଲା। ଦେଖ ଲେଖିଛନ୍ତି ଏଡ଼େ ଦେଖ ହେଲା। କେତେ ବଢ଼ିଆ। ଏଇପଟେ ଲେଖିବ ତୁମେ ତୁମର ସ୍ଥାନ ଆଉ ଡେଟ୍କୁ ଲେଖିବ ହେଲା। ସ୍ନେହର ସାଙ୍ଗ ଏମିତି ସବୁ ଲେଖିବ ହେଲା। ସ୍ନେହର ସାଙ୍ଗ ଏଇଠି ଇଣ୍ଟ୍ରୋଡକ୍ସନ୍ ରହିବ ସବୁ ହେଲା। କେଉଁଠି ଏଇଠି ଇଣ୍ଟ୍ରୋଡକ୍ସନ୍ ଆମର ରହିବ। ଦେଖ ଏଇଠି ଇଣ୍ଟ୍ରୋଡକ୍ସନ୍ ଲେଖିବ। ପ୍ରଥମେ ମୋର ଭଲ ପାଇବା ଗ୍ରହଣ କରି ତୁମେମାନେ ସେଠାରେ ଭଲରେ ଥିବ ବୋଲି ମୋର ଆଶା ଓ ବିଶ୍ୱାସ। କକାଖୁଣୀଙ୍କୁ ମୋର ଭୂମିଷ୍ଠ ପ୍ରଣାମ ଜଣାଇଦେବୁ। ରିଙ୍କୁଙ୍କୁ ମୋର ଶୁଭାଶିଷ ଜଣାଇଦେବୁ। ମୁଁ ଏଠାରେ ଭଲରେ ଅଛି। ପୂର୍ବ ଚିଠିରେ ତୁ ତୋର ଭ୍ରମଣ କାହାଣୀ ମୋତେ ଜଣାଇଥିଲୁ ଓ ମୋର ଅନୁଭୂତି ପଚାରିଥିଲୁ, ତାହା ମୁଁ ନିମ୍ନରେ ବର୍ଣ୍ଣନା କରୁଛି। ଦେଖ ତାପରେ ଲେଖିବ ହେଲା। ଏମିତି ଲେଖିବ। ଲେଖି ସାରିଲା ପରେ ଏଇଠି ଗୋଟେ କଥା, ଏଇଠି ଦେଖ ଏଇଠି ଇତି ପରେ ଏଇଗୁଡ଼ା ତୁମେ ଭଲ ଭାବରେ ଲେଖିବ। ଏଇଗୁଡ଼ାକୁ ଫିଲ୍ଅପ୍ କରିବ, ଏଇଗୁଡ଼ାକୁ ଲେଖିବ ସବୁ ହେଲା। ମୋତେ ଲାଗୁଛି ପିଲା ବୋଧେ ଟାଇମ୍ ପାଇନାହିଁ, ସେଥିପାଇଁ କିଛି ଲେଖିନି, କିନ୍ତୁ ଏତିକି ବି ଲେଖିଲେ ଫୁଲ୍ ମାର୍କ ପାଇଯିବ। କିଛି ନ ଲେଖିଲେ ବି ହେବ, କିନ୍ତୁ ଲେଖିଦେବା କଥା ହେଲା। ଚାଲ ତାହେଲେ ଦେଖିବା ଆଉ କ'ଣ ପଡ଼ିଛି। ଦେଖ ଦରଖାସ୍ତ ପଡ଼ିଛି, ନିଜ ବିଦ୍ୟାଳୟରେ ଗଣିତ ବିଷୟରେ ସନ୍ଦେହ ମୋଚନ ନିମନ୍ତେ ଏକ ଅତିରିକ୍ତ ପିରିୟଡ଼ର ବିଷୟ ବିଶେଷଜ୍ଞ ଦ୍ୱାରା ଅଧ୍ୟାପନ କରାଇବାର ବ୍ୟବସ୍ଥା କରିବାକୁ ପ୍ରଧାନ ଶିକ୍ଷକଙ୍କୁ ଦରଖାସ୍ତ ଲେଖ। ନହେଲେ ଗମନାଗମନର ସୁବିଧା ପାଇଁ ଗ୍ରାମ ନିକଟରେ ଥିବା ଏକ ନାଳ ଉପରେ ସ୍ଥାୟୀ ଫଳ ନିର୍ମାଣ କରିବାକୁ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ଦରଖାସ୍ତ ଲେଖ। ଦେଖ ଦରଖାସ୍ତ କେମିତି ଲେଖିଛି ଦେଖ ପିଲାଟେ, ଏମିତି ତୁମେମାନେ ମଧ୍ୟ ଲେଖିବ। ଦେଖ ଦରଖାସ୍ତ ହେଲା, ଦରଖାସ୍ତ ଲେଖିଛି ଦେଖ ହେଲା। ଏଇଟା ହେଲା ଗତ ବର୍ଷର ସାହିତ୍ୟ କୋଶ୍ଚିନ୍ ଥିଲା। ଆଉ ଯେଉଁମାନେ ଇଂଲିଶ ସାଂସ୍କ୍ରିଟ କେମିତି ଲେଖିବା, କ'ଣ ପିଲା କେମିତି ଲେଖୁଛନ୍ତି ଆନ୍ସାର୍ ହେଲା, ଯଦି ଜାଣିବା ପାଇଁ ଚାହୁଁଛ କମେଣ୍ଟରେ କହିବେ, ମୁଁ ଆଣିବି ପରବର୍ତ୍ତୀ ଭିଡ଼ିଓରେ ହେଲା। ଆଉ ସମସ୍ତେ ଯେଉଁମାନେ ମାନେ ସାହିତ୍ୟର ସିଲେକ୍ଟିଭ୍ କୋଶ୍ଚିନ୍ ନେବା ପାଇଁ ଚାହୁଁଛ PDF ମାଧ୍ୟମରେ, ମୋତେ ତୁମେ ଯୋଗାଯୋଗ କରିବ। ମୁଁ ତୁମକୁ PDF ମଧ୍ୟ ପଠାଇଦେବି ହେଲା। ସେ କୋଶ୍ଚିନ୍ ହ୍ୱାଟ୍ସଆପ୍ରେ ମୋତେ ନହେଲେ ହାଇ ଲେଖିବ ହେଲା। ମୁଁ ତୁମମାନଙ୍କୁ ପଠାଇଦେବି। ହ୍ୱାଟ୍ସଆପ୍ ନମ୍ବର ଯେଉଁମାନେ ନେବା ପାଇଁ ଚାହୁଁଛ କମେଣ୍ଟରେ ହାଇ ଲେଖିବ, ମୁଁ ତୁମକୁ ହ୍ୱାଟ୍ସଆପ୍ ନମ୍ବର ଦେବି ଏବଂ ସେଥିରେ ଜଏନ୍ ହେଇଯିବ। ମୁଁ ତୁମକୁ ସିଲେକ୍ଟିଭ୍ କୋଶ୍ଚିନ୍ ଦେଇଦେବି ହେଲା। ଏଇଟା ଥିଲା ଆଜିର ଓଡ଼ିଆ କୋଶ୍ଚିନ୍। କାଲି ମୁଁ ଇଂଲିଶ କୋଶ୍ଚିନ୍ ଆଣିବି। ତୁମେମାନେ ଯିଏ ଏହାର PDF ମଧ୍ୟ ନେବା ପାଇଁ ଚାହୁଁଛ ହେଲା, ମୋତେ କହିବ କମେଣ୍ଟରେ, ମୁଁ ତୁମକୁ PDF ଏହାର ପଠାଇ ଦେବି। ଏତିକିରେ ରହୁଛି। ଜୟ ଜଗନ୍ନାଥ।